ବାଲି କୁ ନେଇ ଆମର ଟାସ୍କ ଫୋର୍ସ ସବୁ ଗଠନ କରାଯାଇଛି ସବ୍ ଡିଭିଜନାଲ ଲେବୁଲ ତହସିଲ ଲେବୁଲ। ତେଣୁ ସେଇ ଅନୁସାରେ ଆମେ ମିଟିଂ ମଧ୍ୟ କରିସାରିଲୁଣି। ଆଉ ତହସିଲଦାର ମାନଙ୍କୁ କୁହାଯାଇଛି ଆଇଆଇସି ତହସିଲଦାର ଏବଂ ମାଇନିଂ ଅଫିସର ଆଉ ତା ସହିତ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ସବୁ ତଦାରଖ କରିବେ। ଆଉ ଯୋଉଠି ଯୋଉଠି ଆମର ବାଲି ଲିଫ୍ଟିଂ ହଉଛି ଇଲିଗାଲ ଲିଫ୍ଟିଂ ହଉଛି କିମ୍ବା ତାଙ୍କର ଲିଜ୍ ର ବାହାରୁ ଅନେକ ଜାଗାରେ ବାଲି କମ୍ପ୍ଲେନ୍ ଆସୁଛି ଖୋଳୁଛନ୍ତି ସେ ସବୁ ଅଲରେଡି ସର୍ଭେ ହେଇଯାଇଛି ଏବଂ ତାଙ୍କ ଉପରେ ପେନାଲ୍ଟି ମଧ୍ୟ ନିଆଯାଉଛି। ଆଉ ସେଇ ପେନାଲ୍ଟି ମାଇନିଂ ଅଫିସର କରୁଛନ୍ତି। ଆଉ ଥାନାରେ ମଧ୍ୟ ଅନେକ ଗାଡି ଆପଣ ଦେଖିଥିବେ ଅଟକିକି ଅଛି ସେମାନେ ତାଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହଁ ରାତିରେ ତ ଚାଲିବ ବୋଲି ନିୟମ ଅଛି। ତେଣୁ ଦିନ ସମୟରେ ପବ୍ଲିକ ଟ୍ରାଫିକ ପ୍ରୋବ୍ଲେମ ପାଇଁ ରାତିରେ ତାଙ୍କୁ ଅର୍ଡର କରାଯାଇଛି ସେମାନେ ରାତି ସକାଳ ଭିତରେ ସେମାନେ ଲିଫ୍ଟିଂ ଯାହା କରିବା କଥା କରିବେ। ଯୋଉ ଟିପି ଜେନେରେଟ ହଉଛି ସେ ଟିପି ଅନୁସାରେ ସେମାନେ କରିବେ। ତେଣୁ ଟିପି ବାହାରେ କଲେ ତା ଉପରେ ଫାଇନ ହବ। ଏବଂ ଆମେ ବି ଦେଖିବାକୁ ପାଉଛୁ ଅନେକ ଛୋଟ ପିଲାମାନେ ବୋଧେ ଡ୍ରାଇଭିଂ ଲାଇସେନ୍ସ ନାହିଁ ଟ୍ରାକ୍ଟର ଚଲାଉଛନ୍ତି ତା ବି ଦୃଷ୍ଟିକୁ ଆସିଛି। ସେଥିପାଇଁ ପଦକ୍ଷେପ ବି ନିଆଯାଇଛି। ଆଉ ଖୁବ ଶୀଘ୍ର ଆମେ ଯୋଉ ଟ୍ୟାକ୍ସ ଫୋର୍ସ ମାନେ ଅଛନ୍ତି ସେ ପୁରା ବର୍ତ୍ତମାନ କ୍ରିୟାଶୀଳ ହେଇଛନ୍ତି। ନିଶ୍ଚିତ ଭାବରେ ଆଗାମୀ ଏଇ ମାର୍ଚ୍ଚ ଏପ୍ରିଲ ମେ ରହିଲା 3 ମାସ ନିଶ୍ଚିତ ଭାବରେ ଚଢଉ ଅଧିକ ହବ ଏବଂ ଆମେ ଜୋରଦାର କରୁଛୁ ଚଢଉ ତା ଫଳରେ ନିଶ୍ଚିତ ଭାବରେ ଚୋରି ରୋକିବ ଏବଂ ସରକାରଙ୍କର ମଧ୍ୟ ଆୟ ବଢିବ। ଚୋରା ଘାଟ ତ ସେମିତି ଆମକୁ ନଜରକୁ ଆସିନାହିଁ। ଯଦି ସେମିତି ଆସେ କମ୍ପ୍ଲେନ ଆମେ ଦେଖିବୁ। କିନ୍ତୁ ଯୋଉ ବାଲି ଯୋଉମାନେ ନେଇଛନ୍ତି ଲିଜ୍ ପାଇଛନ୍ତି ସେମାନେ ଲିଜ୍ ଆଉଟ୍ ବାହାରେ ବି କିଛି ବାଲି ଖୋଳିବାର ଅଭିଯୋଗ ଆସୁଛି ତାଙ୍କୁ ଫାଇନ ମଧ୍ୟ ଇମ୍ପୋଜ ହେଇଛି।